ଏକ ଏକର ଊର୍ଦ୍ଧ୍ୱ ଜମିରେ ଅଫିମ ଚାଷକୁ ନଷ୍ଟ କଲା ପ୍ରଶାସନ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇପଡ଼ା ଗ୍ରାମ ପଞ୍ଚାୟତ ଏଦେଲାପଡ଼ା ଗ୍ରାମ ଅନ୍ତର୍ଗତ ବୁରୁସାହି ଜଙ୍ଗଲ ଭିତରେ ପ୍ରାୟ ଏକ ଏକର ସ୍ଥାନରେ ହୋଇଥିବା ଅଫିମ ଚାଷକୁ ବୁଧବାର ଦିନ ପ୍ରଶାସନ ପହଞ୍ଚିବାକୁ ନଷ୍ଟ କରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାରଙ୍କର ଉପଖଣ୍ଡ ପୁଲିସ ଅଧିକାରୀ ସୁବ୍ରତ କୁମାରଙ୍କ ଉପସ୍ଥିତିରେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ସମେତ ପୁଲିସ ଓ ବନ ବିଭାଗ କର୍ମଚାରୀ ମିଳିତ ଚଢ଼ାଉ କରି ଚାଷ ହୋଇଥିବା ଅଫିମ ଗଛ ସବୁକୁ ନଷ୍ଟ କରିଥିଲେ। ଠାକୁରମୁଣ୍ଡା ଥାନା ପାଖରେ ଓଆଇସିଙ୍କ ପାଖରେ ଇନଫର୍ମେସନ୍ ଥିଲା 2-3 ଦିନ ତଳେ ଯେ ଏଦେଲବାଡ଼ା ଗାଁର ବୁରୁସାହିରେ ଆମର ଅଫିମ ଚାଷ ହେଇଛି ବୋଲି। ତ ସେଟାକୁ ସେ ଭେରିଫାଏ କରିଥିଲେ। ଭେରିଫାଏ କରିକି ଆମେ ତାପରେ ପ୍ରୋସିଡ୍ କରିବା ପାଇଁକି ଆମେ ତାର ଯେତିକି ପ୍ରୋସିଡିଓର ଅଛି ଫଲୋ କରିକି ଆର୍ଆଇ ହେଲା, ଫରେଷ୍ଟ ଅଫିସିଆଲ ହେଲା, ତହସିଲଦାର ହେଲେ, ଏକ୍ଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ୍ ସମସ୍ତଙ୍କୁ ରିକ୍ୱେସନ୍ କରିକି ଡକା ହେଲା। ଆମର ଫୋର୍ସ ବି ଆସିଥିଲେ। ତାପରେ ତାକୁ ଆମେ ଡେଷ୍ଟ୍ରୟ କରିବା ପାଇଁକି ପ୍ରୋସିଡ୍ କଲୁ। ଆଜି 29/1/25ରେ ଆମର ଠାକୁରମୁଣ୍ଡା ପିଏସ୍ କେସ୍ ନମ୍ବର 6/25 ରେଜିଷ୍ଟ୍ରେସନ୍ ହେଇଛି 18 NDPS ଆକ୍ଟରେ, ଯେଉଁଥିରେ ଆମର ପାଖାପାଖି ଏଦେଲବେଡ଼ା ଗାଁର ବୁରୁସାହିରେ ଆମର ରେଭିନ୍ୟୁ ଲ୍ୟାଣ୍ଡ ଗୋଟେ ଅଛି। ସେ ରେଭିନ୍ୟୁ ଲ୍ୟାଣ୍ଡ ଉପରେ ଲାଗି ଲାଗି ବହୁତ ଗୁଡ଼ିଏ ପ୍ୟାଚ୍ ଅଫ୍ ଲ୍ୟାଣ୍ଡ ଥିଲା। ସେଠି ଆମର ଚାଷ ହେଇଥିଲା। ଚାଷ 1 ଏକର ପାଖାପାଖି ଜାଗାରେ ଚାଷ ହେଇଥିଲା। ଆମର 21,000 ଗଛ ପ୍ଲାଣ୍ଟେସନ୍ ହେଇଥିଲା। ତାକୁ ଆମେ ଡେଷ୍ଟ୍ରୟ କରି ସ୍ପଟ୍ରେ ସବୁ ଡେଷ୍ଟ୍ରୟ କରାହେଇକି ଆସିଛେ। ତାପରେ ସ୍ପଟ୍ରେ ଆସି ସାରିଲା ପରେ ଏଫଆଇଆର ରେଜିଷ୍ଟ୍ରେସନ୍ ହେଇଛି। ଆମର ନାଇଁ, ଏ ବାବଦରେ କିଛି ଆରେଷ୍ଟ ହେଇନାହିଁ, କିନ୍ତୁ କିଏ ପ୍ଲାଣ୍ଟେସନ୍ କରିଛନ୍ତି କ'ଣ ଅଛି ଏ ଦିଗରେ ତଦନ୍ତ ଆଗକୁ କରାହେବ। ଆନୁମାନିକ ଏଇଟା ଆମର ଏକ୍ସାଇଜର ରେଟ୍ ଅନୁସାରେ 40 lakhs ପ୍ଲସ୍ ହେବ। ଆଉ ଆମର ଆଗକୁ ବି ଏଇ ମିଶନ ଜାରି ରହିବ। ଆମର ଆଗରୁ ଯୋଧପୁରରେ 6ଟା କେସ୍ ହେଇଥିଲା ଏଇ ଓପିଏମ୍ ଆମର ଡିଷ୍ଟ୍ରକ୍ସନ୍ ଉପରେ, ଅଫିମ ଡିଷ୍ଟ୍ରକ୍ସନ୍। ଏଥରକ ଠାକୁରମୁଣ୍ଡା ପିଏସ୍ ଜୁରିସଡିକ୍ସନରେ ଅଫିମ ଫାର୍ଷ୍ଟ କେସ୍ କରାହେଲା। ଆମର ଚାଲିଛି ଏବେ ମିଶନ ଚାଲିଛି, ଆହୁରି ବି ଫର୍ଦର କେସେସ୍ ଆସିପାରେ। ସେଟା ଏବେ କହିହେବନି, ସେଟା ଫର୍ଦର ଇନଭେଷ୍ଟିଗେସନ୍ ନହେଲା ଯାଏଁ କିଛି ଜଣାପଡ଼ିବନି। ଏବେ ନାଇଁ, ରେଭିନ୍ୟୁ ଲ୍ୟାଣ୍ଡ ଅଛି, ସରକାର ଜମି ଅଛି। ଏବେ ପର୍ଯ୍ୟନ୍ତ ପୁରା ଡିମାର୍କେସନ୍ ରିପୋର୍ଟ ଆସିନି। ଯାହା ଆସିବ, ଯାହା ଦେଖିକି ଯାହା କହିଛନ୍ତି। ଶିମିଳିପାଳ ପାଦଦେଶରେ କହୁଛନ୍ତି, କୋର୍ ତ ମୁଁ କହିପାରିବିନି, ସେଟା ଯାହା ଫରେଷ୍ଟ ଅଫିସିଆଲ ମାନଙ୍କ ରିପୋର୍ଟ ଆସିଲା ପରେ କହିବି। ବ୍ୟୁରୋ ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି।